ଦେଖନ୍ତୁ ଆଜି ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ଦ୍ୱିତୀୟ ପଞ୍ଚକରେ। ଭୋରୁ ସମସ୍ତ ନୀତିକାନ୍ତି ସମାପନ ପରେ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ଇଏ ହେଉଛି ମନ୍ଦିର ଗର୍ଭଗୃହର ଦୃଶ୍ୟ। କ୍ୟାମେରା ପର୍ସନ ଅନୁରୋଧ କରିବି ଦେଖେଇବେ। ପୁରା ଗର୍ଭଗୃହ ଭିତରେ ହରିବୋଲ ହୁଳହୁଳି ଭିତରେ ପ୍ରକମ୍ପିତ ହେଉଛି, କାରଣ ସବୁ ଭକ୍ତଟି ଅପେକ୍ଷା କରିଥାଏ କାର୍ତ୍ତିକ ପୂର୍ଣ୍ଣ କାର୍ତ୍ତିକ ମାସରେ କିଭଳି ଦର୍ଶନ କରିବ। ଯେହେତୁ 5 ଦିନରେ 5ଟି ବେଶରେ ଦର୍ଶନ ଦେବେ। ଯେହେତୁ ପ୍ରଥମ ପଞ୍ଚୁକରେ ଆଶୁତୋଷ ବେଶ କରାଯାଇଥିଲା ଏବଂ ଆଜି ଦ୍ୱିତୀୟ ପଞ୍ଚୁକରେ ବାବା ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି। ଯଦି ସୁରକ୍ଷା ଦୃଷ୍ଟିକୋଣ କଥା କହିବା, ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି, ଚାରିଆଡ଼େ ସିସିଟିଭିର ବ୍ୟବସ୍ଥା କରାଯାଇଛି। ଯଦି ଆଜି ଦ୍ୱିତୀୟ ପଞ୍ଚୁକରେ ଯେଉଁ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି କିଭଳି ନୀତିକାନ୍ତି ହୋଇଥିଲା ସେ ନେଇ ଆମ ସହିତ ଅଛନ୍ତି ପୂଜକ ଅଜୟ କୁମାର ପତ୍ରୀ। ଆପଣଙ୍କୁ ସ୍ୱାଗତ କରିବି ଓଟିଭିକି। ଆଜି ଦ୍ୱିତୀୟ ପଞ୍ଚୁକ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି, ନୀତିକାନ୍ତି କ'ଣ ହୋଇଥିଲା, କେତେବେଳେ ଦ୍ୱାର ଫିଟା ହୋଇଥିଲା? ଜୟ ବାବା ଧବଳେଶ୍ୱର। ଆଜି ହେଉଛି ପୀଠରେ ଦ୍ୱିତୀୟ ପଞ୍ଚକ ବ୍ରତ ପାଳନ କରାଯାଉଛି। ଆଜି ଭୋର 3ଟା ସୁଦ୍ଧା ସମ୍ପୂର୍ଣ୍ଣ ନୀତିକାନ୍ତି ସମାପନ କରାଯାଇଥିଲା। ପ୍ରଥମ ପଡ଼ ଖୋଲାଯାଇ ଆଳତୀ, ମଙ୍ଗଳ ଆଳତୀ, ସ୍ନାନ ପରେ ପ୍ରଭୁଙ୍କୁ ସେହି ଚନ୍ଦ୍ରଚୂଡ଼ ବେଶରେ ପ୍ରଭୁଙ୍କୁ ସଜ୍ଜିତ କରାଯାଇଛି। ମୌଳେଶ ଚନ୍ଦ୍ର କଳା ଗଳେଶ ଗରଳମ୍ ଜୁଟେଶ ଗଙ୍ଗା ଜଳମ୍। ତେଣୁ ପ୍ରଭୁ ଚନ୍ଦ୍ରଚୂଡ଼ ବେଶରେ ଆଜି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଯେତେବେଳେ ମନ୍ଦିର ପହଡ଼ ଖୋଲାଗଲା, ଆଳତୀ, ମଙ୍ଗଳାଳତୀ, ସ୍ନାନ ପରେ ସ୍ୱତନ୍ତ୍ର ବେଶରେ ପ୍ରଭୁ ଦର୍ଶନ ଦେଉଛନ୍ତି। ବାଳଭୋଗ ହେଲା, ବାଳଭୋଗ ପରେ ଆମର ଖେଚୁଡ଼ି ଭୋଗ ଲାଗି କରାଗଲା। ଖେଚୁଡ଼ି ଭୋଗ ଲାଗି ପଡ଼ିଲା ପରେ ପ୍ରଭୁଙ୍କୁ ଅଭିଷେକ କରାଗଲା। 5 ଦିନ ଯାକ 5ଟା ଅଭିଷେକ ପ୍ରଭୁଙ୍କୁ କରାଯିବ। ଆଜି ସ୍ୱତନ୍ତ୍ର ଭାବରେ ଦହିରେ ଅଭିଷେକ ପ୍ରଭୁଙ୍କୁ କରାଯାଇଛି। ଅଭିଷେକ ପରେ ଯେଉଁ ଭକ୍ତମାନେ ଆସୁଛନ୍ତି ତାଙ୍କୁ ଦର୍ଶନ ନିମନ୍ତେ ପହଡ଼ ଖୋଲାଯାଇଥିଲା। ତାପରେ ଅନ୍ନ, ଡାଲମା, କ୍ଷୀରି, ଖେଚେଡ଼ି ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭୋଗ ଲାଗି କରାଯାଇଛି। ତ ସନ୍ଧ୍ୟା ସମୟରେ ପୁନର୍ବାର ପ୍ରଭୁଙ୍କୁ ସ୍ନାନ କରାଯିବ। ସ୍ନାନ ପରେ ପ୍ରଭୁଙ୍କୁ ଆଳତୀ କରାଯିବ। ଆଳତୀ ପରେ ପ୍ରଭୁଙ୍କୁ ସ୍ୱତନ୍ତ୍ର ଭାବରେ ରାତ୍ର ସମୟରେ ଦହି ବାଟୁଳା ଭୋଗ ଲାଗି କରାଯାଇ ପ୍ରଭୁଙ୍କୁ ବିଶ୍ରାମ ଦିଆଯିବ। ଯେହେତୁ ରାତି ପାଇଲେ ସେହି ପ୍ରିୟ ପବିତ୍ର ଦିନ ଆସିବ, ବଡ଼ ଓଷା ରାତି ପାଇଲେ ପବିତ୍ର ପୀଠରେ ହେବ, ଗଜ ଭୋଗ ଲାଗି ହେବ। ଆଜି ସ୍ୱତନ୍ତ୍ର ଦିବସ, ପୂଜକ ପରିବାର ପକ୍ଷରୁ ଯେଉଁ ଚୁନାକୁଟା ଦିବସ, ଆଜି ଚୁନାକୁଟା ଦିବସରେ ପୂଜକ ସମିତିର କ'ଣ ନୀତିକାନ୍ତି ରହିଛି, କିଭଳି କେତେବେଳେ ଚୁନାକୁଟା ହେବ ଏବଂ କେତେବେଳେ ପ୍ରସ୍ତୁତ କରାଯିବ ଏହି ଭୋଗ? ଦେଖନ୍ତୁ, ଯେତେବେଳେ ପହଡ଼ ଖୋଲିଲା ମନ୍ଦିରର ସେତେବେଳେ ଆମର ଯେଉଁ ଗଜଭଣ୍ଡା ପ୍ରସ୍ତୁତ ପ୍ରଣାଳୀ ଆରମ୍ଭ ହୋଇଛି। ପୂଜକ ପରିବାରର ସମସ୍ତ ସଭ୍ୟମାନେ ଯେମିତି ଗଜଭୋଗ ତିଆରି ହୋଇପାରିବ ସେଥିଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜି ସକାଳୁ ସମସ୍ତେ ନିତ୍ୟକର୍ମ ସାରି ପ୍ରଭୁଙ୍କ ସେବା କାର୍ଯ୍ୟରେ ଲାଗିଛନ୍ତି। ଚୁନା କୁଟା ଯେଉଁ ଧୋଇବା, ଚୁନା ଚାଉଳ ବ୍ୟବସ୍ଥା କରିବା, ଗଜମଣ୍ଡାର ପ୍ରସ୍ତୁତି ପ୍ରଣାଳୀ ଆରମ୍ଭ ହୋଇଛି। ଆଜି ରାତ୍ରରୁ ଆମର ଆହୁରି ମଧ୍ୟ କାମ ଆରମ୍ଭ ହେବ। କାଲି ମଧ୍ୟରାତ୍ରିରେ ସେହି ବିଶ୍ୱପ୍ରସିଦ୍ଧ ଗଜମଣ୍ଡା ଭୋଗ ଲାଗି କରାଯିବ ଏବଂ ତରଣ ଭୋଗ ଲାଗି କରାଯିବ। ଯେଉଁ ଭୋଗକୁ ପାଇବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିଥାଏ, କାଲି ମଧ୍ୟରାତ୍ରି ସେ ଭୋଗ ଲାଗି କରାଯିବ। ଦେଖନ୍ତୁ, କାଲି ରାତି ପାଇଲେ ବଡ଼ ଓଷା ବଡ଼ ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏ ଯେଉଁ ଗଜ ଭୋଗ ଲାଗି କରାଯିବ ତାର ନୀତିକାନ୍ତି ସମୟ କ'ଣ ରହିଛି? ଭକ୍ତ ଶ୍ରଦ୍ଧାଳୁମାନେ କେତେବେଳେ ପୀଠକୁ ଆସିବେ, କେତେବେଳେ ଗଜ ଭୋଗ ଲାଗିବେ, କେତେବେଳେ ବିତରଣ କରାଯିବ? ଦେଖନ୍ତୁ, ଆମର ଯାହା ସମୟ ନିର୍ଦ୍ଧାରଣ ପ୍ରଶାସନ ପୂଜକ ପରିବାର ତରଫରୁ ହୋଇଛି, ରାତି 3ଟା ବେଳକୁ ପାଖାପାଖି ସମୟରେ ଗଜମଣ୍ଡା ଭୋଗ ଲାଗିବାର ବ୍ୟବସ୍ଥା ମଧ୍ୟ ରହିଛି। ନିଶ୍ଚିତ ଭାବରେ ଆମର ଯେଉଁ ପ୍ରସ୍ତୁତି ପ୍ରଣାଳୀ ହୋଇଛି, ଆମେ ସେହି ସମୟ ମଧ୍ୟରେ ତାକୁ କେମିତି ନିର୍ବାହ କରିବୁ, ପ୍ରଭୁଙ୍କ ପାଖରେ ସ୍ୱତନ୍ତ୍ର ନୀତିରେ ଯେଉଁ ରହିଛି ସେ ମଣ୍ଡା ଭୋଗ ଲାଗି ହେବ। ଯେଉଁ ଓଷା ଭିତରେ ଶ୍ରେଷ୍ଠ ହେଉଛି ବଡ଼ ଓଷା, ସେଇ ଚତୁର୍ଦ୍ଦଶୀ ସକାଳୁ ଭକ୍ତମାନେ ପାଇପାରିବେ। ନିଶ୍ଚିତ ଭାବେ ଶୁଣୁଥିଲେ ଯେଉଁଭଳି ନୀତିକାନ୍ତି କଥା କୁହାଯାଉଥିଲା, ଇଏ ହେଉଛି ଗର୍ଭଗୃହର ଦୃଶ୍ୟ। ସମୟ ବଢ଼ିବା ଯେତିକି ହେଉଛି, ଭକ୍ତ ଶ୍ରଦ୍ଧାଳୁମାନଙ୍କର ବଢ଼ିବା ମଧ୍ୟ ବେଶ ଭିଡ଼ ଦେଖିବାକୁ ମିଳୁଛି ପବିତ୍ର ପୀଠରେ। ଅନ୍ୟପଟେ ଯେହେତୁ ଚାରିପଟେ ବିସ୍ତୀର୍ଣ୍ଣ ମହାନଦୀ ଏବଂ ମଧ୍ୟ ଭାଗରେ ବାବା ଧବଳେଶ୍ୱରଙ୍କ ମନ୍ଦିର ଅବସ୍ଥାପିତ, ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଓଡ୍ରାଫ କୁହନ୍ତୁ, ଅଗ୍ନିଶମ କୁହନ୍ତୁ, ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି, ସିସିଟିଭି ଲଗାଯାଇଛି ଏବଂ 3 ଜଣ ଅତିରିକ୍ତ ଏସ୍ପିଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେଣୁ ଭକ୍ତ ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବେ ସେ ନେଇ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଲମ୍ବା ଧାଡ଼ିରେ ଭକ୍ତ ଶ୍ରଦ୍ଧାଳୁମାନେ ଆସି ଦର୍ଶନ କରୁଛନ୍ତି। ଦ୍ୱିତୀୟ ପଞ୍ଚକରେ ବାବା ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ କରୁଛନ୍ତି। ରାତି ପାଇଲେ ପବିତ୍ର ପୀଠରେ ବଡ଼ ଓଷା ପାଳନ କରାଯିବ, ବଡ଼ ସିଂହାର ବେଶରେ ଦର୍ଶନ ଦେବେ। ଆଜି ହେଉଛି ସ୍ୱତନ୍ତ୍ର ଦିବସ, ପୂଜକ ସମିତି ପକ୍ଷରୁ ଆଜି ଚୁନାକୁଟା ଦିବସ। ତେଣୁ ଆଜି ଚୁନାକୁ ପ୍ରସ୍ତୁତ କରାଯିବ। ଯେଉଁ କଥା ରହିଛି ଯେ ଧାନରୁ ଚାଉଳରୁ ଚୁନାରୁ ତିଆରି ମଣ୍ଡା ତାକୁ ପ୍ରସ୍ତୁତ କରନ୍ତି ଧବଳେଶ୍ୱର ପଣ୍ଡା, ସେଇ ଗଜ ଭୋଗ ଲାଗି କରାଯିବ। ଆଉ ଅଳ୍ପ କେଇ ସମୟର ଅପେକ୍ଷା, ଆଉ କେଇ ସମୟର ମୁହୂର୍ତ୍ତ ଆମ ସହିତ ଶ୍ରଦ୍ଧାଳୁ ଅଛନ୍ତି। ମା ଦର୍ଶନ କଲେ, କେତେ ସୁନ୍ଦର ଦର୍ଶନ ଆଜି ଚନ୍ଦ୍ରଚୂଡ଼ ବେଶରେ? ଭଲ ଦର୍ଶନ କଲି।
बड़ा भल लगे मन भी बहुत भल लगे शांति लगे केते विश्वास रखन धवलेश्वर प्रबल विश्वास अच्छे निश्चित भाव कहे आज कला बलद को धड़ा कर बाबा ना धवलेश्वर केते विश्वास मन भितर अच्छी बाबा बहुत विश्वास अच्छे आज आज स्वतंत्र बेश केम लगे बहुत बढ़िया लगे निश्चित शुणुंट जो भाव में भक्त श्रद्धालु मैंने दर्शन कलापर अनेक शांति लाभ कर भक्तटी अनेक दूर धाई आसी बाबा को दर्शन कर से स्वतंत्र नीतिकांति माँ कहे एत बाट आसिले बाबा धवलेश्वर केते विश्वास रखती आज दर्शन करेंगे बहुत विश्वास रखीचु बहुत भल लगुच बहुत विश्वास रखीचु प्रत्येक ठाकुर विश्वास रखीचु निश्चित भाव सबु भक्त श्रद्धालु मानक भितर गोटे उत्कंठा यही दिवस को अपेक्षा करते पुण्य कार्तिक मसरे केतबेले पवित्र पंचुक आसब बाबा जो मैंने बड़ ओषा व्रत करते आसंता काली उद्यापन करेंगे आसंता काली पवित्र पीठ में बड़ ओषा पालन हम गज भोग लगे से श्रद्धालु मानक मध्य बेस उत्साह बेस उत्कंठा अच्छी बाबा को दर्शन करेंगे से प्रिय मुहूर्त बड़ ओषा मुहूर्त आसब धवलेश्वर पीठर नीलकंठ द्वारा ओटीवी।